ନମସ୍କାର କରୁଛି। ଆଉ ଯେଉଁମାନେ ମୋର କନିଷ୍ଠ ସେ ଯେଉଁ ପୁରମଣି ପ୍ରଥମରେ କହିଲେ ଏବଂ ମଣିମୁନି କହିଲେ ସମସ୍ତଙ୍କ ଭାଇନା ନା ମୁଁ ସମସ୍ତଙ୍କ ଭାଇ ନୁହଁ। 1983 ମସିହା ପରେ ଯେଉଁମାନେ ପାଠ ପଢ଼ିବାକୁ ଆସିଥିଲେ ସେମାନଙ୍କର ମୁଁ ଭାଇନା, କିନ୍ତୁ ତା ପୂର୍ବରୁ ଯେଉଁମାନେ ପଢ଼ିଛନ୍ତି ସମସ୍ତେ ମୋର ସାର୍ ନଚେତ୍ ମୋର ଭାଇ। ତେଣୁ ମୋର ଏଠି ସାର୍ମାନେ ବସିଛନ୍ତି, ମୋର ସାର୍ ନହେଲେ ମଧ୍ୟ ମୋର ସାର୍ଙ୍କ ପରି ବୋଲି ଭାବନ୍ତୁ, କାରଣ ମୋ ସାର୍ଙ୍କର ସବୁ ବନ୍ଧୁ ଏବଂ ମୋ ପୂର୍ବରୁ ଯେଉଁମାନେ ବସିଛନ୍ତି ମୋ ଭାଇନାମାନେ ମଧ୍ୟ ଏଠି ବସିଛନ୍ତି। ତେଣୁ ମୁଁ ସମସ୍ତଙ୍କର ଭାଇନା ହେବି ନାହିଁ। ମୁଁ 83 ମସିହା କୁଳମଣିର ଭାଇନା ହେବି, ପ୍ରସନ୍ନର ଭାଇନା ହେବି, ନର୍ମୀର ଭାଇନା ହେବି, ସିଦ୍ଧାନ୍ତର ଭାଇନା ହେବି, ଋଷିର ଭାଇନା ହେବି, ତ ସମସ୍ତଙ୍କୁ ହେବି। ତେଣୁ ମୁଁ ସେଥିପାଇଁ ପ୍ରଥମେ କହି ରଖୁଛି। ଦ୍ୱିତୀୟ କଥା କହିବି, ମୁଁ ତ ସାହିତ୍ୟ ବିଷୟରେ ବହୁତ କହିବି ନାହିଁ, କାରଣ ଯେଉଁମାନେ ଏଠି ବସିଛନ୍ତି ସମସ୍ତେ ସାହିତ୍ୟିକ, ସମସ୍ତେ ସମାଲୋଚକ, ସମସ୍ତେ କବି। ମୁଁ କେବେ ସାହିତ୍ୟିକ ନୁହଁ, କେବେ ସାହିତ୍ୟର ସମାଲୋଚକ ନଥିଲି, କି ସାହିତ୍ୟର ବକ୍ତା ମଧ୍ୟ ମୁଁ ନାହିଁ। ମୁଁ ମୋର ଗୁରୁମାନେ ଯେତେବେଳେ ସାହିତ୍ୟ ଉତ୍ସାହକୁ ଚାଲିଗଲେ, ବିଲୟ ଘଟିଲା ତାଙ୍କର, ଅର୍ଥାତ୍ କିଛି ଲୋକ ମୃତ୍ୟୁବରଣ କଲେ ଏବଂ କିଛି ମୋର ଗୁରୁମାନେ ରହିଗଲେ ସାହିତ୍ୟ କରିବି। ତାପରେ ଯେଉଁ ମୋର ସାନ ଭାଇମାନେ ସବୁ ବାହାରିଛନ୍ତି, ମୋର ଭାଇନା କୋଉଠି ବାହାରିଛନ୍ତି, ଋଷି ପଣ୍ଡା, ମୁଁ ଯାହା କହିବି ପୁରା ନା କହିବି ଋଷି, ଖରାପ ଭାବିବେ ଆପଣମାନେ ଯେଉଁମାନେ ବସିଛନ୍ତି, ଆପଣମାନେ କିଛି ଖରାପ ଭାବିବେନି, କାରଣ ମୁଁ ସେଇପରି ଡାକେ। ମୁଁ ଯଦି ସେଇପରି ନ ଡାକିବି ମୁଁ ଭାବିବି ଋଷି ପ୍ରତି ମୋର ଆତ୍ମୀୟତା କମିଗଲା, କି ମୋତେ ସିଦ୍ଧାର୍ଥ କି କୁଳମଣି ଯେଉଁମାନେ ମୋତେ ଟାଣୁଛନ୍ତି, ଯେଉଁ ମୋଟ ବେଶୀ ଭଡ଼ା ମୁଁ ଟାଣୁଛନ୍ତି। ମୁଁ ଦେଖିଲି ଯେ ଏବେ 5-7 ଥର ହେଲାଣି ମୋତେ କିଛି କହୁନାହାନ୍ତି। ମୋର ସମସ୍ତେ କହୁଛନ୍ତି ଭାଇନା ଆସିଲ ବସିଲ, ଏଠି ସାହିତ୍ୟ ସେମାନେ ବସିଲ ଭାଷଣ କଲାବେଳେ ମୁଁ ଭାଷଣ ବକ୍ତା ରଖୁଛି କେବେ ସେମାନଙ୍କ ପ୍ରତି ଭାଷଣ ମୁଁ ଦେଇ ଜାଣେନି। ଆଉ ସମସ୍ତେ ଜାଣିଛନ୍ତି ଏଇ ବ୍ରହ୍ମପୁର ସେମାନେ କରୁଛନ୍ତି, କିନ୍ତୁ ସବୁବେଳେ ବିପରୀତଟା ସେପଟ ଲୋକ, କାରଣ ପରଦା ଆନ୍ଦୋଳନ ଧରି ମୁଁ କାମ କରେ ସମସ୍ତେ। ତେଣୁ ସମସ୍ତେ ମୁଁ ସାହିତ୍ୟ ବିଷୟରେ ଯେଉଁ ପ୍ରଥମରେ ଯେଉଁ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଯେଉଁ କର୍ମକର୍ତ୍ତା ଅଛନ୍ତି ତାଙ୍କ ପାଖରେ ମୁଁ କୃତଜ୍ଞ ରଖନ୍ତୁ, କାରଣ ସେମାନେ ମୋତେ ଏଠି ଡାକିଛନ୍ତି ଏବଂ ମୋତେ ମୋର ଅଜ୍ଞାନରେ ପରିଭାଷା ବିଷୟରେ ମୁଁ ତ କହିଲେ ମୁଁ ଭାବିବି ଯେଉଁମାନେ ବସିଛନ୍ତି ଏଠି ସବୁ ଅଧ୍ୟାପକ ବସିଛନ୍ତି, ମୋର ଦେଶ ଲୋକ ବି ବସିଛନ୍ତି, ସିନିୟର ବସିଛନ୍ତି, ତାଙ୍କ କହିଲେ ମୋତେ ସୂର୍ଯ୍ୟକୁ ଯେମିତି ଅଙ୍କ ଦେଖିଲା ପରେ କହିବ, ତେଣୁ ମୁଁ ସେ କଥା କହିବି। ମୁଁ ଗୋଟେ କଥା କହିବି ଯେ ସାହିତ୍ୟର ଯେଉଁ ସ୍ୱରୂପ କଥା ମୁଁ ସମସ୍ତେ ଜାଣିଛୁ ସ୍ୱରୂପ କଥା, କିନ୍ତୁ ମୁଁ ଭାବୁଛି ଆମର ଏଠି ସନ୍ଦେହ ବସ୍ତିବ ବୋଧେ ସନ୍ଦେହ ବର୍ଷକ ସନ୍ଦେହ ତ କର୍ମକର୍ତ୍ତା ସନ୍ଦେହ ଚାଲିଛି। ସାହିତ୍ୟର ଗୋଟେ ସ୍ୱରୂପ ଅଛି ଯେଉଁ ସ୍ୱରୂପକୁ ସମସ୍ତେ ଭୁଲି ଗଲେ। କେବଳ ଜଣେ ଗୋଟେ କାମ କରୁଛି ସନ୍ଦେହ, ସେଟା ହେଉଛି ଟୀକା। ସାହିତ୍ୟର ଗୋଟେ ବଡ଼ ସ୍ୱରୂପ ହେଲା ଟୀକା। ଆପଣ ଜାଣିଥିବେ ସଂସ୍କୃତର ବହୁତ କାଳିଦାସ କରୁଛୁ, ଭାରତ କରୁଛୁ, ଯେଉଁମାନେ ନିଶ୍ଚିତ କବି ଥିଲେ ତାଙ୍କର ବହୁ ଟୀକା ବହୁ ଲୋକ ଲେଖିଥିଲେ। ଆପଣ ବହୁତ ସବୁ ସାହିତ୍ୟ ଟୀକା ଅଛି। ସେମିତି ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ସନ୍ଦେହ କାମ କରିଛି। ବିକିଶୁରୁ ସେ ଗୋଟେ ପ୍ରୋଜେକ୍ଟ ଆଣିଥିଲା। ମୁଁ ଯେତେବେଳେ ଟ୍ୱିଟର ଚାକିରି କରୁଥିଲି, ଡିପାର୍ଟମେଣ୍ଟ ମ୍ୟୁଜିୟମର ଚାର୍ଜ ଥିଲି, ସେ ମୋ ପାଖକୁ ଆସିଥିଲା, ନେଇଥିଲା ବି କିଛି। ମୁଁ ଏମିତି କହିବି ମୁଁ ଆଗେ ଆପଣ କହିଥିଲି ମୋର ସେ ଚାଲ, ହେଲେ ସିଏ କିଛି ମେଟେରିଆଲ ନେଇଥିଲା। ମୁଁ କହିବି ବୋମପାଣି ସାର୍ ତ ପ୍ରମୋଦର ସାର୍ ସବୁ ବନ୍ଧ ଉପରେ କାମ କରୁଛନ୍ତି। ମୋର ଗୁରୁ ଯେଉଁମାନେ ମନେକରନ୍ତୁ ସ୍ୱର୍ଗୀୟ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ମୋ ଗୁରୁ, ସେମାନଙ୍କର ଦେଖି ସିଏ ଭଞ୍ଜ ଉପରେ କାମ କରୁଥିଲେ ଏବଂ ସାର୍ମାନେ ମଧ୍ୟ ଭଞ୍ଜ ଉପରେ କାମ କରୁଥିଲେ। ଆଜିକାଲି ମୁଁ ଦେଖୁଛି ମାନେ ପ୍ରଥମେ ମୁଁ ଗୁଣବାଦୀ କରୁଛି, ଆଜିକାଲି ସମସ୍ତେ ସ୍ପେଶାଲାଇଜେସନ୍ ଆଉ କିଏ ନୁହଁ, ସମସ୍ତେ ସବୁ ବିଷୟରେ କାମ କରିବେ, କାରଣ ଯେଉଁ ସିନେମାଟା ବର୍ତ୍ତମାନ ପର୍ଯ୍ୟାପ୍ତ ହେବା ସମସ୍ତେ ସବୁ ସମାଲୋଚନା କରିପାରିବେ, ସବୁଯାକ ସବୁ ସ୍ୱରୂପକୁ ଲେଖିପାରିବେ। ତେଣୁ ଏଇ ଯେଉଁ ସବୁ ସ୍ୱରୂପ ଅଛି, ସବୁ ସ୍ୱରୂପର ଓଡ଼ିଆ ସାହିତ୍ୟର ଯେଉଁ ଟୀକା ରଚନା କରାଯାଇଛି ବର୍ତ୍ତମାନ ସେ ଲୋକ ପାଇବ। ମୁଁ ତ କହିବି ବିଶ୍ୱ ଭାବେ କହିବି ଯେଉଁ ଅଧ୍ୟାପକ ଅଧ୍ୟାପକ ବସିଛନ୍ତି ଏବଂ ଛାତ୍ରଛାତ୍ରୀ ବସିଛନ୍ତି, ମୋର ଯଦି ଭୁଲ ହବ ଓଡ଼ିଆରେ କେଉଁ କାବ୍ୟର ଟୀକା କରାଯାଇଛି ମୋତେ କ୍ଷମା କରିବେ। ମୁଁ ଭାବୁଛି ପ୍ରଥମେ ଅଧ୍ୟାପକ ଭୂମିକା ଜାଣିନଥିବେ ଯେ ଓଡ଼ିଆରେ କେଉଁ କାବ୍ୟ ଉପରେ ଟୀକା ଅଛି।
ଆଉ ମୁଁ ଆଜି କହିବି ସଞ୍ଜୟ ଜାଣିଛି ସଞ୍ଜୟ କାମ କରୁଛି ଆମର ଉପେନ୍ଦ୍ର ଭଞ୍ଜଙ୍କର ମୁଁ 3ଟା କାବ୍ୟର ଟୀକା କରିଛି। ଆଉ ମୁଁ ସେଥିପାଇଁ ଆମର ଯେଉଁ ପ୍ରଫେସର ଆଚାର୍ଯ୍ୟ ଏବଂ ମୋର ଆଉ ଜଣେ ଗୁରୁ ଡକ୍ଟର ଅଶ୍ବିନୀ କୁମାର ପଣ୍ଡା କାରଣ ତାଙ୍କ ପାଇଁ ମୁଁ ବିଭାଗରେ ଚାକିରି କରିଥିଲି ଏବଂ ସେମାନଙ୍କ ପାଇଁ ମୁଁ କୋଚିଂ କରିଥିଲି ଏବଂ ସେମାନଙ୍କ ପାଇଁ ମୁଁ ଟୀକା ଦେଇଥିଲି। ଆଜିକାଲି ଉପେନ୍ଦ୍ର ଭଞ୍ଜଙ୍କର ଯେତେ କାମ ହେଇଛି ଅବଶ୍ୟ ମୋର ଅଧ୍ୟୟନ ଏତେ ନୁହଁ କିନ୍ତୁ ଯେତିକି ମୁଁ ଅଧ୍ୟୟନ କରିଛି କିନ୍ତୁ ଅନୁଭବ କରେ ଟୀକା ଗୁଡ଼ାକ ଯଦି ଲୋକଲୋଚନକୁ ଆସିଥାନ୍ତା ମୁଖ୍ୟତଃ ଚିକିତ୍ସା ମୋ ସନ୍ଦେହ ଚିକିତ୍ସାରେ କରିଛି ପ୍ରମୋଦ ସାର୍ ଚିକିତ୍ସାରେ ଚାକିରି କରୁଥିଲେ ଚିକିତ୍ସା ଲୋକନାଥ ଦାସ ଟୀକା କରିଛନ୍ତି ଏବଂ ବୈଦେଶୀ ବିଳାସ ପରେ ସୁଭଦ୍ରା କୋଟି ସେ ଟୀକା କରିଛନ୍ତି ଏବଂ ମୁଁ ତାର ସୁଭଦ୍ରା ପର୍ବ ସମସ୍ତ ଟୀକାର ମୁଁ ତାକୁ ଉଚ୍ଚାରିଛି ତାର କାମ କରିଛି ଏବଂ ସଞ୍ଜୟ ମଧ୍ୟ ବ୍ରିଟିଶରୁ ଆଣିକି ଲୋକନାଥ ଉପରେ କ'ଣ ସଞ୍ଜୟ କରିଛ କାମ କରୁଛନ୍ତି। ବର୍ତ୍ତମାନ ମଧ୍ୟ ଆପଣ ଦେଖିବେ ଯାଇକି କହୁଛି ଆମ ଓଡ଼ିଆ ମାନେ ବୈଦେଶିକ ବିଳାସ ଉପରେ ଏବଂ କୋଟି ବ୍ରହ୍ମାଣ୍ଡ ଆପଣମାନେ ଦେଖିବେ ମୁଁ ସ୍ୱରୂପ କଥା ତ ଆପଣ ଜାଣନ୍ତି ମାନେ ବହୁତ ଭଲ ଜାଣନ୍ତି ଏବଂ ପରିଭାଷା ବିଷୟରେ ଏଇଟା ଆପଣ ବୋଧେ ଆପଣ ଜାଣିଥିବେ କି ନାହିଁ ମୁଁ କହିବାକୁ ଚେଷ୍ଟା କରୁଛି ଟିକେ ସେଇଟା ବି